ହୁଁ। ସେ କଣ କହିବେ ବର୍ତ୍ତମାନ ଭୋଟ ଚୋରି ନେଇକି ଯୋଉଭଳି ଆପଣ ପ୍ରଶ୍ନ ଉଠେଇଥିଲେ, କିନ୍ତୁ ବିରୋଧୀ ଯୋଉ ଅଛନ୍ତି ସରକାର ଦଳରେ ଯୋଉମାନେ ଅଛନ୍ତି ସେମାନେ କହୁଛନ୍ତି ବିରୋଧୀ ମିଛରେ ଏହାକୁ ପ୍ରହସନ କରୁଛନ୍ତି। ଏ ବିଜେଡି ଏବଂ କଂଗ୍ରେସ ମିଶିକି ଭୋଟ ଚୋରି କରିଥିଲେ ଆଗାମୀ ଦିନରେ। ଆମ ନେତା ରାହୁଲ ଗାନ୍ଧୀ ଭାରତ ବର୍ଷରେ ଆଖି ଖୋଲିଦେଲେ ଯେ ବର୍ତ୍ତମାନ ଇଲେକ୍ସନ କମିଶନ ନ୍ୟାସନାଲର ତାଙ୍କୁ ଯୋଉ କହିଲେ ଯେ ଆପଣଙ୍କର ରାଜ୍ୟ ସରକାର ବା କେନ୍ଦ୍ର ସରକାର ସହିତ ଜଡିତ ଅଛନ୍ତି, ପ୍ରୁଫ ସହ ଦେଖେଇଲେ। ଆଜି ଆପଣଙ୍କର ଦେଖନ୍ତୁ ମହାରାଷ୍ଟ୍ର କଥା କହୁଥିଲେ, ସେ ଶୁଣୁନଥିଲେ, କିନ୍ତୁ ଆପଣ ଭୋଟ ଚୋରି କଥା ଗୋଟେ ଆମ ଯୋଉ ପ୍ରକାର ଭାବରେ ତଥ୍ୟ ଭିତ୍ତିକ ଦେଇଛନ୍ତି। ବିଜେପି ଭୋଟ ଚୋରିକୁ ବିଶ୍ୱାସ କରେ। ସେ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଭୋଟ ଚୋରିରେ ସେ ଭୋଟ ବର୍ତ୍ତମାନ ବିଜୟୀ ହେଇଛନ୍ତି। ଓଡ଼ିଶାରେ ଯେତେବେଳେ ନିର୍ବାଚନ ସରିଲା ପରେ ପରେ 5% ଭୋଟ ବଢିଯାଇଛି। ସେ କୋଉଠୁ ଗଲେ, କିଏ ଦେଲା? ଆଜି ଯଦି ସେମାନେ ଶାସନରେ ଆସିଛନ୍ତି ଓଡ଼ିଶାରେ, ତାହେଲେ ନିଶ୍ଚୟ ଭାବେ ଭୋଟ ଚୋରି ହେଇଛି। ଏ ପ୍ରମାଣିତ ହେଇଗଲା ବିଜେପି ସରକାର ସବୁ ରାଜ୍ୟରେ ଭୋଟ ଚୋରି କରି ଇଲେକ୍ସନ କମିଶନଙ୍କ ହାତରେ ରଖି ଏ ପ୍ରମାଣିତ ହେଇଗଲା। ଆମ ନେତା ରାହୁଲ ଗାନ୍ଧୀ ଯୋଉ କଥା ତଥ୍ୟବିତ କରିଛନ୍ତି, ତେଣୁ ସୁପ୍ରିମକୋର୍ଟ ବି କହିଲାନି ତମେ ଯୋଉ 60 ଲୋକ କାଟିଲ ସେ କୋଉ ଆଧାରରେ କାଟି ତାକୁ କହି ଦିଅନ୍ତୁ। ତେଣୁ ଭୋଟ ଚୋରି ଏ ରାଜ୍ୟ ଦେଶରେ ଘଟୁଛି। ଆଉ ବିଜେପି ଆସିଲା ପରେ ଭୋଟ ଚୋରି ମାଧ୍ୟମରେ ଜିତିବାର ହଉଛନ୍ତି। ମାନେ ଲୋକଙ୍କର ମତଟାକୁ ଦୁଇ ଭାଗରେ ଚୋରି କରାଯାଉଛି, এটা ପ୍ରମାଣିତ ହେଇଯାଏ। ତେଣୁ ଓଡ଼ିଶାରେ ମଧ୍ୟ ଦେଖିବା ଆଗାମୀ ଦିନରେ ବିହାରରେ ଯୋଉ ନିର୍ବାଚନ ହଉଛି, ବିହାରରେ ଯେଭଳି ଭାବରେ ଭୋଟ ଚୋରିର ଯୋଉ ବର୍ତ୍ତମାନ ବହୁତ ଲୋକ 60,000 ଲୋକ କାଟିଛନ୍ତି, 60 ଲକ୍ଷ ଲୋକଙ୍କୁ, ସେ ବର୍ତ୍ତମାନ ସୁପ୍ରିମକୋର୍ଟ ଟିପ୍ପଣୀ ଦେଲାଣି। ଲୋକ ବର୍ତ୍ତମାନ ଯୋଉମାନଙ୍କୁ 60 ଲକ୍ଷକୁ କାଟି ଦେଇଛନ୍ତି, ସେମାନେ କେଉଁ କାଟିଲେ, କେମିତି ସେମାନେ ଭୋଟ ଦେଲେ ତାକୁ ଦେଖାନ୍ତୁ। ତେଣୁ ସେମାନଙ୍କୁ ସାମିଲ କରିବା ଦରକାର, ଯୋଉମାନେ ଯଦି ପ୍ରକୃତରେ ଲୋକଙ୍କୁ ନେଇକରି ଯଦି ସେ ବର୍ତ୍ତମାନ କାଟିଛନ୍ତି, ସେମାନେ ଜିତିବା ପାଇଁ ଯୋଜନାବଦ୍ଧ ଭାବରେ କହୁଛନ୍ତି। ଭାରତବାସୀ ସମସ୍ତ ବର୍ତ୍ତମାନ ଲୋକ ସଚେତନ ହେଲେନି। ନେତା ରାହୁଲ ଗାନ୍ଧୀ ଯୋଉ କଥା କହୁଛନ୍ତି ନିଶ୍ଚୟ ଭାବେ ସତ୍ୟରେ ପ୍ରମାଣିତ ହଉଛି। ଆପଣ ଜାଣିଥିବେ କରୋନା ସମୟରେ କହିଥିଲେ କରୋନା ସମୟରେ ଭୟଙ୍କର ହବ, କେନ୍ଦ୍ର ସରକାର ଜାଗ୍ରତ ହୁଅନ୍ତୁ, କେନ୍ଦ୍ର ସରକାର ପ୍ରୟାସ କଲା, କିନ୍ତୁ ଗୋଟେ ସମୟରେ ଆପଣ ସେ ଆଜି ହେଇଗଲା। ଆପଣ ଦେଖନ୍ତୁ, ଆଉ ଆପଣ ଯେତେବେଳେ ଯୋଉ କଥା କହୁଛନ୍ତି, ଆପଣ ଜାଣିଛନ୍ତି ଓବିସି କଥା, ଯାହାର ଯେତେ ସଂଖ୍ୟା ତାର ଭାଗିଦାରୀ ରହିବ, କିନ୍ତୁ ଯେତେବେଳେ ଗଲେ ପ୍ରୟାସ କରୁଥିଲେ। ଆଜି କେନ୍ଦ୍ର ସରକାର 12-13 ବର୍ଷ ପରେ ଲଗାତାର ଭାବରେ ଆପଣଙ୍କର ସୋସିଆଲ ଜଷ୍ଟିସ କଥା ଆମ ନେତା ରାହୁଲଜୀ କହୁଥିଲେ, ଆଜି କେନ୍ଦ୍ର ସରକାର ମାନିବା ପାଇଁ ବାଧ୍ୟ ହେଲା। ଆଜି ପୁଣି ଭୋଟ ଚୋରି କଥା, ଇଏ ମାନେ ଯୋଉ ଇଲେକ୍ସନ କମିଶନକୁ ରଖି ଗୋଟେ ସ୍ୱତନ୍ତ୍ର ଭାବେ କଥା, କିନ୍ତୁ ତାଙ୍କୁ ବ୍ୟବସ୍ଥା କରି ହାତେଇକିରି ବର୍ତ୍ତମାନ